ଦୁଃଖ ଦେଉଛି ଲଗାଣ ବର୍ଷା ବାଉଁଶ ପୋଲ ଭରସାରେ କଟୁଛି ଜୀବନ। କଟକ ଜିଲ୍ଲା ଗୋବିନ୍ଦପୁର ମହାବିଦ୍ୟାଳୟ ନିକଟରେ ବସବାସ କରୁଥିବା 5ଟି ପରିବାର ଗତ ମାସ ଧରି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଲଗାଣ ବର୍ଷା ପରେ ଘର ଚାରିପାଖରେ ପ୍ରାୟ 4 ଫୁଟ ଉଚ୍ଚରେ ପାଣି ଜମି ରହିଥିବାରୁ ସାଧାରଣ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଞ୍ଚଳଟି ଖାଲୁଆ ହୋଇଥିବାରୁ ବର୍ଷାର ପାଣି ବାହାରି ପାରୁନାହିଁ। ଫଳରେ ପାଣି ଘରଦ୍ୱାର ପର୍ଯ୍ୟନ୍ତ ପଶି ଆସୁଛି। ଏହି ପରିସ୍ଥିତିରେ ସ୍କୁଲ ପଢୁଆ ପିଲାମାନେ ବିଦ୍ୟାଳୟକୁ ଯାଇପାରୁନାହାନ୍ତି। ବୃଦ୍ଧ ଓ ମହିଳାମାନେ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନଥିବା କହିଛନ୍ତି ପରିବାର। ଶେଷରେ ବାଧ୍ୟ ହୋଇ ନିଜସ୍ୱ ଅର୍ଥ ବ୍ୟୟ କରି ପ୍ରାୟ 300 ମିଟର ଲମ୍ବ ଏକ ବାଉଁଶ ପୋଲ ନିର୍ମାଣ କରିଛନ୍ତି। ସେହି ଅସ୍ଥାୟୀ ପୋଲ ହିଁ ବର୍ତ୍ତମାନ ସେମାନଙ୍କ ଏକମାତ୍ର ଯାତାୟାତର ଭରସା ପାଲଟିଛି। ସେପଟେ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ସହ ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା ନିର୍ମାଣ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ବ୍ୟୁରୋ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି। ଏପଟେ ଯିବା ପାଇଁ କି ବାଟ ଟିକେ ଅସୁବିଧା। ଆମେ 4-5ଟି ପରିବାର ରହୁଛୁ, ପ୍ରାୟ 20-25 ଜଣ ଲୋକ। ଆଉ ତେଣୁ ଏପଟେ ଯିବା ପାଇଁ କି ଆମେ ଏଇ ପାଣି କଲେଜ ପାଣି ସବୁଆଡୁ ପାଣି ଗୁଡ଼ା ତଳେ ଆଞ୍ଚଳଟା ହେଇଯିବାରୁ ପାଣିଟା ଜମିକି ରହୁଛି। ଏଇଟା ହଉଛି ପ୍ରାଇଭେଟ ଜାଗା, ସେ ନନା ମାନଙ୍କର ଜାଗା। ସିଏ ଆମକୁ କହୁଛି ଆପସରେ ଯେ ଆମକୁ ଟିକେ ଜାଗା ଛାଡ଼, ଆମେ ଟିକେ ରାସ୍ତାଟା କରିବୁ, ଯିବା ଆସିବା କରିବୁ। କଲେ ବି ତମ ଜାଗାର ବି କିଛି ଭାଉଲେସନ ବଢିଯିବ। ବହୁ ଅସୁବିଧାରେ ଯିବା ଆସିବା କରୁଛୁ। ଏଠି ଗୋଟେ ଚାର କରିକି ଯାଉଛୁ। ଯଦି ଗୋଟେ ହଠାତ୍ ରୋଗୀ ଫୋଗୀ କିଏ ଆମ ଘରେ କି ସେ ପରିବାରରେ ହେଲେ ତାକୁ ଟେକିକି ଆଣିକି ରାସ୍ତା ପାଖକୁ ଆଇଲେ ପରେ ଯାଇକି ନେବାକୁ ପଡୁଛି, ମେଡିକାଲ ଫେଡିକାଲ ନେବାକୁ ପଡୁଛି। ଆଉ ସ୍କୁଲ କଲେଜ ପିଲାମାନେ ଯିବାକୁ ବର୍ଷା ହେଲାଠୁ ଯିବା ବନ୍ଦ କରିଦଉଛନ୍ତି। ତାଙ୍କୁ ଟେକିକି ଆଣି ଏପଟେ ଛାଡ଼ିଲେ ଯାଇକି ଯାଉଛନ୍ତି। ତେଣୁ ବହୁ ଅସୁବିଧା ଭିତରେ ଆମେ ଗତି କରୁଛୁ। ତାପରେ ଆମେ ସରକାରଙ୍କୁ ଏତିକି ଆପତ୍ତି କରୁଛୁ, ଯଦି ଏଇ ପାଣିଟାକୁ କେମିତି ନିଷ୍କାସନ କରନ୍ତେ ଆଉ ଆମକୁ ଟିକେ ବାଟ କରିବାର କିଛି ସୁବିଧାଜନକ ଭାବରେ କିଛି କରିପାରନ୍ତେ, ତାହେଲେ ଆମେ ଟିକେ ଉପକୃତ ହଉ ବୋଲି ଆମେ ଆଶା। ପ୍ରାଇଭେଟ ଲ୍ୟାଣ୍ଡ ଆମେ କାହାକୁ ଜଣେଇନୁ, ତଥାପି ମଝିରେ ମୁଁ ଥରେ ଆରଆଇ କହିଥିଲି। ଆରଆଇ କହିଲେ ସେ ଚକବନ୍ଦୀ ହେଲେ ଯାଇକି ହବ, ଏବେ କିଛି ସେ ବ୍ୟବସ୍ଥା ହେଇପାରିବନି। ସ୍ଥାନୀୟ ବିଧାୟକ ମାନ୍ୟବର ଛବି ଭାଇ ଆମର ନିରାଳି ନିର୍ବାଚନ ମଣ୍ଡଳୀରେ ଅଛନ୍ତି। ମୁଁ ଚାହୁଁଛି ତାଙ୍କୁ ଟିକେ ଆପତ୍ତି କରୁଛି, ଏଇ ଆପଣ ମାନଙ୍କ ମାଧ୍ୟମରେ, ଏଇ ମିଡିଆ ଭାଇଙ୍କ ମାଧ୍ୟମରେ ତାଙ୍କୁ ଆପତ୍ତି କରୁଛି ଯେ ତାଙ୍କ କର୍ଣ୍ଣଗୋଚର ହଉ ଏବଂ ସେ କେମିତି ଟିକେ ଆମକୁ ଯାତାୟାତ କରିବା ପାଇଁ ସୁବିଧା ନ କରନ୍ତୁ। କାହିଁକିନା ଆମର ପିଲାମାନେ ପାଠ ପଢିବା ଠାରୁ ଆରମ୍ଭ କରି ମେଡିକାଲ କେସ୍ ଏଇ ସବୁ ଜିନିଷରେ ବହୁତ ସମସ୍ୟା ସୃଷ୍ଟି ହଉଛି, ଯାହାକି ଆମେ ବହୁ ଅସୁବିଧାର ସମ୍ମୁଖୀନ ହଉଛୁ। ମୋଟାମୋଟି ଏତେ ପରିସ୍ଥିତି ଇଏ ହେଇଯାଉଛି, ଖରାପ ହେଇଯାଉଛି ବର୍ଷା ଦିନେ, ଆଉ କହିଲେ ନ ସରେ। ତେଣୁ ବିଧାୟକ ମହାଶୟଙ୍କୁ ଏତିକି ମୁଁ ଆପତ୍ତି କରୁଛି ଆପଣ ମାନଙ୍କ ମାଧ୍ୟମରେ, ସେ ଏଇ କାମଟିକୁ ଟିକେ ନାକୁ ଯଦି ଦୃଷ୍ଟିରେ ରଖିକି ଯଦି ଆମକୁ ସାହାଯ୍ୟ କରିବେ, ଆମେ ବେଶୀ ସ୍ଥିରୋପକୃତ ଲାଭ କରିବୁ। ଆଉ ରାସ୍ତା ଖଣ୍ଡେ ନାହିଁ, ଆଉ ଆମେ ତ ପାଣି କାର୍ଯ୍ୟରେ ଯାଉଛୁ। ଛୁଆ ପିଲା ପାଠ ପଢିବାକୁ ଯାଇପାରୁନାହାନ୍ତି। ମୁଁ ବି ସ୍କୁଲକୁ ଯାଇପାରୁନି। ଆମେ ତ କହୁଛୁ, ପଞ୍ଚାୟତରେ କହୁଛୁ, ସମସ୍ତେ କହୁଛୁ, କେହି ତ କରୁନାହାନ୍ତି। ବିଧାନସଭା ତ କହିଥିଲୁ, ଆଉ କଣ କରିବୁ? କାନ୍ଧ ହେଇକିରି ଯାଉଛନ୍ତି, ପହଁରିକି ଯାଉଛନ୍ତି, ଆଉ କେମିତି ଯିବେ? ଆଉ ଛୁଆଙ୍କର ପାଠ ପଢା ବନ୍ଦ ହେଇଯାଉଛି ଆଉ।